ଘରେ ସମସ୍ତଙ୍କର ବରା ପିଆଜି ପକୁଡି ପିଠା ସମସ୍ତଙ୍କର ପ୍ରସ୍ତୁତ ହଉଛି ନା ଆଉ ସେଇ ପ୍ରସ୍ତୁତ କଲା ବେଳେ କଣ ଗୋଟେ ପାଉଡର ଟେ ପକାନ୍ତି ନା ସେ ପିଠାଟାକୁ ଫୁଲେଇବା ପାଇଁ ଆଉ ବରା ପକୁଡିକୁ ମୁସମୁସିଆ କରିବା ପାଇଁ ଆଜି ଆମେ ଠିକ ସେଇ ପାଉଡର ବିଷୟରେ ପଢିବା ସେ ପାଉଡର କଣ ଆଉ ତାକୁ କେମିଷ୍ଟ୍ରିକାଲି କଣ କୁହାଯାଏ ଏବଂ ସେ ପାଉଡର ପକେଇଲେ କଣ ପାଇଁ ସେ ବରା ପକୁଡି ଗୁଡାକ ଫୁଲି ଯାଆନ୍ତି ଏବଂ କାହିଁକି ମୁସମୁସିଆ ଲାଗନ୍ତି ତାର ଟୋଟାଲ କେମିକାଲ କନସେପ୍ଟ ଆଜି ଆମେ ପଢିବା ହେଲା ଟୋଟାଲ ଆମେ କେମିକାଲ ଉପରେ ଯିବା ଆମେ ସବୁବେଳେ କେମିଷ୍ଟ୍ରି ବା ସାଇନ୍ସ ଉପରକୁ ଯିବା କଣ ପାଇଁ ଜିନିଷ ହଉଛି ଟୋଟାଲ ତାର କନସେପ୍ଟ ଗୁଡା ମୁଁ ତୁମ ଆଗରେ ରଖିବି ହେଲା ପ୍ରଥମେ ଦେଖିବା କଣ ନା ତାକୁ କୁହାଯାଏ କଣ ନା ଖାଇବା ସୋଡା କୁହାଯାଏ ବା ବେକିଂ ସୋଡା କୁହାଯାଏ ଯାହାର କେମିକାଲ ଫର୍ମୁଲା ହଉଛି କଣ ନା ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା ସୋଡିୟମ ବାଇକାର୍ବୋନେଟ ବା ତାକୁ କହନ୍ତି କଣ ଖାଇବା ସୋଡା ହେଲା ତାକୁ ଆମେ କୋଉଠି ବ୍ୟବହାର କରିଥାନ୍ତି ନା ଆମେ ପିଠା ତିଆରି କଲା ବେଳେ ପକାନ୍ତି ମା ମାନେ ବି ପକାନ୍ତି ଆଉ ପକୁଡି ଇତ୍ୟାଦିରେ କଣ କରନ୍ତି ଘରେ ଘରେ କଣ ବଡା ପକୁଡି ପକେଇଲା ବେଳେ ତାକୁ କଣ କରନ୍ତି ସେ କହନ୍ତି ବା ଖାଇବା ସୋଡା ଟିକେ ପକେଇଦିଏ କାହିଁକି ପକାନ୍ତି ନା ସେ ଫୁଲିବ ନା ବାସ୍ ଏବେ ଦେଖିବା ଆମେ ଏଇ ଖାଇବା ସୋଡାର ରାସାୟନିକ ପ୍ରସ୍ତୁତି କେମିତି ଆମେ କରିଥାଉ ରାସାୟନିକ ଉପାୟରେ କୋଉ କେମିତି ସେ ପ୍ରସ୍ତୁତି ହେଇଥାଏ ଦେଖ ସୋଡିୟମ କ୍ଲୋରାଇଡ ସହିତ ଯେତେବେଳେ କଣ ହବ ଜଳ କାର୍ବନ ଡାଇଅକ୍ସାଇଡ ଆଉ ଏମୋନିଆ ଏମାନେ ଯେତେବେଳେ ପ୍ରତିକ୍ରିୟା କରିବେ ସେତେବେଳେ କଣ ଦେବେ ଉତ୍ପାଦରେ କଣ ଦେବେ ନା ଏମୋନିୟମ କ୍ଲୋରାଇଡ ଦିଅନ୍ତି ଆଉ କଣ ଦିଅନ୍ତି ନା ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ହେଲା ଯେତେବେଳେ ସୋଡିୟମ କ୍ଲୋରାଇଡ ଜଳ କାର୍ବନ ଡାଇଅକ୍ସାଇଡ ଏମୋନିଆ ଏମାନେ ପରସ୍ପର ସହିତ ପ୍ରତିକ୍ରିୟା କରିବେ ସେତେବେଳେ କଣ ଦେବେ ନା ଏମୋନିୟମ କ୍ଲୋରାଇଡ ଏଇଟା କଣ ନା ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ଏଇ ଯୋଉ ଦବ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା ଆକୁ କହନ୍ତି ସୋଡିୟମ ବାଇକାର୍ବୋନେଟ এইটা হচ্ছে কি আমার খাଇବା সোডা তাহলে ଖାଇବା সোଡା ଆମ ରାସାୟନିକ ଉପାୟରେ କେମିତି ପ୍ରସ୍ତୁତ ହେଲା ଜାଣିପାରିଲେ କିଏ କିଏ ଦରକାର ତା ପାଇଁ ପ୍ରତିକାରକ ଗୁଡାକ ନା ଆମର ପଞ୍ଚାମର ଗୁଡାକ କିଏ କିଏ ଦରକାର ନା ସୋଡିୟମ କ୍ଲୋରାଇଡ ଜଳ କାର୍ବନ ଡାଇଅକ୍ସାଇଡ ଆଉ ଏମୋନିଆ ଏମାନେ ପରସ୍ପର ସହିତ ମିଶିଲେ ସୋଡିୟମ କ୍ଲୋରାଇଡ ଗୋଟେ ଲବଣ ଦବ ଆଉ ଗୋଟେ କଣ ଦବ ନା ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା ଆମର ଖାଇବା ସୋଡା ପ୍ରସ୍ତୁତ ହେଇଗଲା ଏବେ କଣ କରିବା ଆମେ ସେ ଖାଇବା ସୋଡା ଆଣି କାହା ଉପରେ ପକେଇବା ଆମ ପିଠାରେ ପକେଇବା ନା ସରି କଣ ଆମେ ଯୋଉ ଖାଦ୍ୟ ପଦାର୍ଥରେ ଖାଉଛନ୍ତି ବରା ପିଆଜିରେ କଣ ହବ ବେସନରେ ପକେଇବା କିମ୍ବା ଆଣରେ ପକେଇବା ଆଣରେ ପକେଇଲେ କଣ ହବ ନା ସିଏ କଣ ହବ ଯେତେବେଳେ ଆମେ ତାକୁ ତାୱାରେ ପକେଇବା କିମ୍ବା କଡେଇରେ ପକେଇବା ସେତେବେଳେ ତଳେ କଣ ଦିଆହଉଛି ହିଟ୍ ଦିଆହଉଛି ମାନେ ତାପ ଶକ୍ତି ଦିଆହଉଛି ଆମେ ଯେତେବେଳେ ସେଇ ଯୋଉ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବା ବେକିଂ ସୋଡାକୁ କଣ କରିବା ଗରମ କରିବା ବେକିଂ ସୋଡାକୁ ଗରମ କଲେ କଣ ହୁଏ ନା ସେ କଣ ହୁଏ ନା ସୋଡିୟମ କାର୍ବୋନେଟରେ ପରିଣତ ହବ ତା ସହିତ ଜଳ ବି ବାହାରିବ ଜଳର କଣ ଦେଖିବ ବାଷ୍ପ ଭଳିଆ ଟିକେ ଟିକେ ବାହାରିକି ଉଠୁଥିବ ସେ ପିଠା ତଳେ ହଉଥିବ ବାହାରୁଥିବେ ଆଉ କଣ ହୁଏ ନା କାର୍ବନ ଡାଇଅକ୍ସାଇଡ ଟା ବାହାରେ ଏଇ ଯୋଉ କାର୍ବନ ଡାଇଅକ୍ସାଇଡ ଗ୍ୟାସ ଟା ବାହାରିବ ମାନେ କଣ ହବ ସେ ପିଠାରୁ ଯେତେବେଳେ କାର୍ବନ ଡାଇଅକ୍ସାଇଡ ଗ୍ୟାସ ଟା ବାହାରିବ ସେତେବେଳେ କଣ ହବ ସେ ପିଠା ଭିତରେ କିଛି ଫାଙ୍କା ସ୍ଥାନ ରଖିଦବ ଗ୍ୟାସ ଟା କୋଉଠି ଥିଲା କାର୍ବନ ଡାଇଅକ୍ସାଇଡ ଭିତରେ ଥିଲା ସିଏ ତ ପିଠାରୁ ବାହାରି ଯିବ ତାମାନେ ସେ ପିଠାଟା କଣ କରିବ ଆସ୍ତେ ଫୁଲେଇବ ନା ସେଠି ଫାଙ୍କା ସ୍ଥାନ କିଛି ରହିବ ନା ସେଇ ଯୋଉ ଫାଙ୍କା ସ୍ଥାନ ରହିଲେ କଣ ହୁଏ ନା ପିଠାଟା ଫୁଲିଲା ପରି ଲାଗେ ବା ବରା ପକୁଡି ଗୁଡାକ କଣ ହେବେ ଟିକେ ଫୁଲିଲା ପରି ଲାଗନ୍ତି ତାହେଲେ ସେଇ ଯୋଉ ଖାଇବା ସୋଡା ପକେଇବା ଦ୍ଵାରା ଖାଦ୍ୟ ପଦାର୍ଥରେ କଣ ହୁଏ ନା ଏଇ କାର୍ବନ ଡାଇଅକ୍ସାଇଡ ଗ୍ୟାସ ଟା ବାହାରିବା ଯୋଗୁ କଣ ହୁଏ ନା ସେଇ ଯୋଉ ପିଠା ବା ସେଇ ଯୋଉ ପକୁଡି ବରା ଫୁଲିଲା ପରି ଲାଗେ ଯୋଉଥିପାଇଁ ଆମକୁ କଣ ଲାଗେ ଟିକେ ଖାଇବାକୁ ବି ଭଲ ଲାଗେ ଆଉ ନରମ ବି ରହେ ଜାଣିପାରିଲେ ଏବେ ମାନେ ଖାଇବା ସୋଡା କଣ ପାଇଁ ଆମେ ବ୍ୟବହାର କରିଥାଉ ନା ଖାଦ୍ୟ ପଦାର୍ଥକୁ ଟିକେ ଫୁଲେଇବା ପାଇଁ ଆଉ ତାର କେମିକାଲ କନସେପ୍ଟ କଣ ଯେହେତୁ ସେଥିରେ କଣ ହଉଛି ନା ଏଇ ଖାଇବା ସୋଡା ଯେତେବେଳେ ଗରମ ହଉଛି ବା ନିଆଁରେ ପଡିକି ଗରମ ହଉଛି ସେତେବେଳେ ସେ କଣ ହଉଛି ନା କାର୍ବନ ଡାଇଅକ୍ସାଇଡ ଗ୍ୟାସ ମଧ୍ୟ ବାହାରୁଛି ଏଇ କାର୍ବନ ଡାଇଅକ୍ସାଇଡ ଗ୍ୟାସ ବାହାରିବା ଯୋଗୁ କଣ ହଉଛି ନା ଆମ ବରା ପକୁଡି ଆଉ କିଏ ପିଠା ଫୁଲୁଛି ଏବେ ଜାଣିପାରିଲେ ତାର କନସେପ୍ଟ ହେଲା ଆଉ କିଛି ଡାଉଟ ରହିଲା କେମିକାଲ କନସେପ୍ଟ ଆମେ ସବୁବେଳେ କେମିଷ୍ଟ୍ରିକାଲି କନସେପ୍ଟକୁ ଆମେ ନେଇକି ଆସିବା ଏବଂ କାହିଁକି ହଉଛି କଣ ପାଇଁ ହଉଛି ତାର ଟୋଟାଲ କନସେପ୍ଟ ମୁଁ ତମ ଆଗରେ ରଖିବି ଏମିତି କହିଦେବାନି ଯେ ଖାଲି ଫୁଲିଲା ତାର ଫୁଲିବାର କାରଣ ସେଇ କେମିକାଲ କନସେପ୍ଟ ହେଲା ତୁମ ଆଗରେ ସବୁବେଳେ ଆଣିକି ମୁଁ ରଖିଦେବି ହେଲା ତ ଆଜି ପାଇଁ ଏତିକି ଆଉ ଭିଡିଓଟି କେମିତି ଲାଗିଲା ତାର ମତାମତ ତମେ କଣ କମେଣ୍ଟ ସେକ୍ସନରେ ଦବ ଆଉ ନିଜ ସାଙ୍ଗସାଥି ମାନଙ୍କୁ ମଧ୍ୟ କଣ କରିବ ଟିକେ ସେୟାର କରିଦବ ଥ୍ୟାଙ୍କ ୟୁ ଫର ୱାଚିଂ